ସାଙ୍ଗମାନେ ପୂର୍ବ ଭିଡ଼ିଓରେ ମୁଁ ଆମ ପଡ଼ିଆ ବିଷୟରେ ଆପଣମାନଙ୍କୁ କହୁଥିଲି। ଆଜି ସେହି ପଡ଼ିଆରେ ଆମ ସ୍କୁଲରେ ପିଲାମାନେ ସବୁ ଖେଳ ହେଉଛି। ଦେଖନ୍ତୁ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହେଉଛି। ସେ କେତେ ସୁନ୍ଦର ଭାବରେ ଦେଖନ୍ତୁ ପଡ଼ିଆଟିକୁ ସଜାଇଛନ୍ତି। ବର୍ତ୍ତମାନ ଦେଖନ୍ତୁ ଆମର ସବୁ ବଡ଼ ପିଲାମାନଙ୍କର ହାଇସ୍କୁଲ ପିଲାମାନଙ୍କର ତାଙ୍କର ସବୁ ଦୌଡ଼ ପ୍ରତିଯୋଗିତା ହେବ। ସେମାନେ ସମସ୍ତେ କେତେ ଆନନ୍ଦରେ ଦୌଡ଼ୁଛନ୍ତି। ଏଠି ଦେଖନ୍ତୁ ଛୋଟ ପିଲାମାନଙ୍କର ଚାଲିଛି ସବୁ ଦୌଡ଼ ପ୍ରତିଯୋଗିତା। ଏମିତି ସବୁ ଆମ ଗ୍ରାମରେ ବଡ଼ ପଡ଼ିଆଟେ ଅଛି ବୋଲି ଯାହା ହେଉ ଏସବୁ କାର୍ଯ୍ୟ ହୋଇପାରୁଛି। ବହୁତ ଗାଁରେ ତ ମାନେ ଖେଳ ପଡ଼ିଆ ନାହିଁ, ସେମାନେ ଅନ୍ୟ ଗାଁ ପଡ଼ିଆକୁ ଯାଉଛନ୍ତି ଖେଳିବା ପାଇଁ ମୁଁ ଦେଖିଛି। ଦେଖନ୍ତୁ ଆମ ପଡ଼ିଆଟା ଏତେ ବଡ଼ ଯେ 100 ମିଟର ଦୌଡ଼ ପୁରା ସିଧା ଏ ମୁଣ୍ଡରୁ ସେ ମୁଣ୍ଡ ହେଲା ବେଳକୁ ହେଇଯାଉଛି, ଆହୁରି ପଡ଼ିଆ ବଞ୍ଚୁଛି। ଏମିତି ସବୁ ହେଇଛି। ଦେଖନ୍ତୁ ମଝିରେ ଆମର ସବୁ ପ୍ରତିବର୍ଷ ଏମିତି ପତାକା ମରା ହେଇକି ଏମିତି ହୁଏ। ଏଇଟା ହେଲା 200 ମିଟର ରନିଂ ଚାଲିଛି ବର୍ତ୍ତମାନ ପିଲାମାନଙ୍କର, ସବୁ ହାଇସ୍କୁଲ ପିଲାମାନଙ୍କର ବଡ଼ ଛୁଆମାନଙ୍କର ଚାଲିଛି 200 ମିଟର ରନିଂ। ସେମାନଙ୍କର କେତେ ସୁନ୍ଦର ଭାବରେ ଦେଖନ୍ତୁ ସେମାନେ ଯାଉଛନ୍ତି। ଗୋଟେ ରାଉଣ୍ଡ ଗଲା, ଆଉ ଗୋଟେ ରାଉଣ୍ଡ ବି ହେବ। ଏମିତି ପ୍ରତିବର୍ଷ ଆମର ଶୀତଦିନେ ଜାନୁଆରୀ ଆଉ ଡିସେମ୍ବର ଏଇ ମାସରେ ହୁଏ ଆମର ଖେଳ। ଆଉ ସ୍କୁଲ ପିଲାମାନଙ୍କର ଏଇ ମାସରେ ହିଁ ଖେଳ ହୁଏ, ଶୀତଦିନେ ହୁଏ। 2-3 ଦିନ ହୁଏ ଖେଳ, ତାପରେ ନାଚ ଗୀତ ହୁଏ, ଏମିତି ସବୁ ବିଭିନ୍ନ ଭଲ ହୁଏ।